षट्पञ्चाशतम अध्याय श्रीक्षेत्रे महामाघे महायोगे पितृश्राद्ध द्वारा पाषण्ड प्रेत उद्धार वर्णना। जैमिनी कहिले आकाशवाणी श्रवण करी महामाघ निकट होइआसन्ते ସେହି ପାଷଣ୍ଡ କୂଳ ସମ୍ଭୂତ ବ୍ୟକ୍ତି ପୁରୁଷୋତ୍ତମ କ୍ଷେତ୍ରକୁ ଗମନ କଲେ। ଯେତେବେଳେ ସେ ଶ୍ରୀକ୍ଷେତ୍ରର ସୀମାରେ ପ୍ରବେଶ କଲେ, ଦେଖିଲେ ତାଙ୍କ ପୂର୍ବପୁରୁଷମାନେ ପାପକ୍ଷୟ ହେତୁ ଶୁଦ୍ଧ ଗୁଣଶାଳୀ ଦିବ୍ୟ ପ୍ରଭାଧାରୀ ହୋଇ ନିର୍ମଳ ବସ୍ତ୍ର ପରିଧାନ କରି ଅତି ଆନନ୍ଦରେ ପଛକୁ ପଛ ହୋଇ ଅନୁଗମନ କରୁଛନ୍ତି। ଜ୍ଞାନ ଉଦୟ ହେତୁ ସେମାନେ କହିଲେ, ହେ ପୁତ୍ର, ତୁମ୍ଭେ ସାଧୁ, ନିଶ୍ଚୟ ଆମ୍ଭମାନଙ୍କୁ ମୁକ୍ତ କରିବ। ପରମ ପବିତ୍ର ମୁକ୍ତି ଦାନକାରୀ ପୁରୁଷୋତ୍ତମ କ୍ଷେତ୍ରକୁ ତୁମ୍ଭେ ଆଗମନ କରିଛ। ସୂର୍ଯ୍ୟ ଉଦୟ ହେଲେ ଯେପରି ଅନ୍ଧକାର ଦୂର ହୁଏ, ସେହିପରି ଶ୍ରୀକ୍ଷେତ୍ର ଆଗମନରେ ଆମ୍ଭମାନଙ୍କର ଅଜ୍ଞାନ ଅନ୍ଧାର ଦୂର ହୋଇଛି। ସେହି ପୂର୍ବଜମାନେ ବ୍ରହ୍ମାଙ୍କ ପ୍ରେରିତ ଦୂତମାନଙ୍କ ଗହଣରେ ଶ୍ରୀକ୍ଷେତ୍ରରେ ପ୍ରବେଶ କରୁଥିଲେ। ସେମାନଙ୍କଠାରୁ ଶ୍ରୀକ୍ଷେତ୍ରର ମହିମା ଶୁଣି ପରମ ବିସ୍ମିତ ହେଲେ। ସେ ନିଶ୍ଚୟ କଲେ, ଦିବ୍ୟ ରୂପିଣୀ ସେହି ଆକାଶବାଣୀ ସତ୍ୟ ହିଁ କହିଛନ୍ତି। କର୍ମଫଳ ବିଷୟରେ ଅଭିଜ୍ଞ ଦେବତାମାନେ ତତ୍ତ୍ୱଦର୍ଶୀ ଏବଂ ମନୁଷ୍ୟମାନଙ୍କୁ ଅନୁଗ୍ରହ କରିଥାନ୍ତି। ତେଣୁ ସେମାନେ ମିଥ୍ୟା ବା କହନ୍ତେ କାହିଁକି? ପାଷଣ୍ଡ କୂଳରେ ଜନ୍ମ ହୋଇ ମଧ୍ୟ ମୋର ସୌଭାଗ୍ୟ ଯେ ନରକବାସୀ ମୋର ପିତୃପୁରୁଷଙ୍କୁ ଉଦ୍ଧାର କରିବା ପାଇଁ ମୁଁ ସମର୍ଥ ହୋଇଛି। ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟ ଯେ ଗୟା କ୍ଷେତ୍ରରେ ବହୁ ଶ୍ରାଦ୍ଧ ଦାନ ପରେ ମଧ୍ୟ ଯେଉଁମାନେ ପଶୁପକ୍ଷୀ ଯୋନିରୁ ମୁକ୍ତ ହୋଇ ପାରିନଥିଲେ, ଶ୍ରୀକ୍ଷେତ୍ରରେ ପ୍ରବେଶ ମାତ୍ରେ ସେହିମାନଙ୍କର ମତି ବିଶୁଦ୍ଧ ହୋଇଯାଇଛି। ସୂର୍ଯ୍ୟଙ୍କ ପରି ତେଜବନ୍ତ ହୋଇ ସେମାନେ ଯେତେବେଳେ ମୋତେ ପ୍ରଶଂସା କରୁଛନ୍ତି ଏବଂ ମୋ ଦ୍ୱାରା ସେମାନେ ପାପମୁକ୍ତ ହେବାକୁ ଯାଉଛନ୍ତି, ସେତେବେଳେ ମୁଁ ମଧ୍ୟ ଦିବ୍ୟ ଦେହ ଲାଭ କରିଛି, ଏଥିରେ କୌଣସି ବି ସନ୍ଦେହ ନାହିଁ। ଏହିପରି ଭାବରେ ଚିନ୍ତା କରି ପୂର୍ବପୁରୁଷମାନଙ୍କୁ ସାଙ୍ଗରେ ଧରି ଶ୍ରୀକ୍ଷେତ୍ରର ତୀର୍ଥରାଜ ମହୋଦଧି ନିକଟରେ ପହଞ୍ଚିଲେ। ଶାସ୍ତ୍ରୀୟ ବିଧାନ ଅନୁସାରେ ସମୁଦ୍ରରେ ସ୍ନାନ କରି ପରେ ଦେବତା ଓ ପିତୃଗଣଙ୍କ ଉଦ୍ଦେଶ୍ୟରେ ଯଥାବିଧି ତିଳତର୍ପଣ କରି ଭକ୍ତି ସହକାରେ ଶ୍ରାଦ୍ଧ ଆଦି କର୍ମ ସମ୍ପାଦନ କଲେ। ଶ୍ରାଦ୍ଧ ପରେ ସେ ଏକାଗ୍ର ଚିତ୍ତରେ ଭଗବାନ ଜଗନ୍ନାଥଙ୍କୁ ଧ୍ୟାନ କଲେ। ଧ୍ୟାନ ଅନ୍ତେ ଆକାଶ ଉଜ୍ଜ୍ୱଳ ଦିଶିଲା। ଚନ୍ଦ୍ର ସୂର୍ଯ୍ୟଙ୍କ ପ୍ରଭାଘେନି ରତ୍ନରାଜିରେ ବିରାଜିତ ଦିବ୍ୟ ବିମାନମାଳା ଆକାଶ ବକ୍ଷରେ ତାଙ୍କର ଦୃଷ୍ଟି ଗୋଚର ହେଲା। ଅପ୍ସରା ଓ ବିଦ୍ୟାଧରମାନେ ସେହି ବିମାନମାନଙ୍କର ଚତୁର୍ଦ୍ଦିଗରେ ପୁଷ୍ପ ବର୍ଷଣ କରୁଥିଲେ। ବାଦ୍ୟନାଦ ସହ ସୁମଧୁର ବୀଣାଧ୍ୱନି ହେଉଥିଲା। ଦେବଦୂତମାନେ ଆସି ତାଙ୍କ ଉପସ୍ଥିତିରେ ତାଙ୍କର ପିତୃଗଣଙ୍କୁ ସାଦର ପ୍ରଣିପାତ କରି ଦିବ୍ୟ ସ୍ତୁତି ଆରମ୍ଭ କଲେ। କହିଲେ, ହେ ପିତୃଗଣ, ବ୍ରହ୍ମାଙ୍କ ଆଜ୍ଞା ଅନୁସାରେ ଆପଣମାନେ ବ୍ରହ୍ମଲୋକକୁ ଯିବେ ବୋଲି ଏହି ବିମାନ ଶ୍ରେଣୀ ବ୍ରହ୍ମଲୋକରୁ ଆସିଛି। ଆପଣଙ୍କର ଏହି ବଂଶଧର ହରିଭକ୍ତ ପରାୟଣ ଏବଂ ତାଙ୍କର ସାର୍ଥକ ଜନ୍ମ ଯୋଗୁଁ ସେ ଆପଣମାନଙ୍କ ଭଳି ନରକବାସୀମାନଙ୍କୁ ମଧ୍ୟ ନିସ୍ତାର କଲେ। ଜୈମିନୀ କହିଲେ, ହେ ସୌନକାଦି ମୁନିଗଣ, ଯଦି ବଂଶଧରମାନେ ଏହି ପାବନ ପୁରୁଷୋତ୍ତମ କ୍ଷେତ୍ରରେ ପିତୃପୁରୁଷମାନଙ୍କ ନିମନ୍ତେ ଶ୍ରାଦ୍ଧ ନ କରିବେ, ତେବେ ସେହି ପାପିଷ୍ଠମାନଙ୍କର କଦାପି ମୁକ୍ତି ହେବ ନାହିଁ। କୃପାମୟ ହରି ସେହିମାନଙ୍କ ଉଦ୍ଧାର ନିମନ୍ତେ ଏହି ମହାମାଘ ରୂପକ ମହାଯୋଗକୁ ସୃଷ୍ଟି କରିଛନ୍ତି। ପୂର୍ବେ ମହାରାଜା ଇନ୍ଦ୍ରଦ୍ୟୁମ୍ନ ଭଗବାନ ଜଗନ୍ନାଥଙ୍କୁ ସ୍ମରଣ କରି ବହୁ ଆୟାସସାଧ୍ୟ ଏବଂ ବହୁ ବିତ୍ତବ୍ୟୟ କରି ଅଶ୍ୱମେଧ ଯଜ୍ଞ ପରି କଷ୍ଟସାଧ୍ୟ ଯଜ୍ଞକୁ ସମାପନ କରିଥିଲେ। ଇନ୍ଦ୍ରଦ୍ୟୁମ୍ନଙ୍କ ଅଶ୍ୱମେଧ ଯଜ୍ଞ ଯେଭଳି ସିଦ୍ଧ ହୋଇଥିଲା, କେବେ ହେଲେ କେହି ଏପରି ଦେଖିନାହିଁ କି ଶୁଣି ମଧ୍ୟ ନାହିଁ। ଇନ୍ଦ୍ରଙ୍କ ପକ୍ଷରେ ମଧ୍ୟ ଏହା କଠିନ। ଏହି ଯଜ୍ଞ ଫଳରେ ନିରୁପାଧି କୃପାମୟ ସର୍ବକର୍ମନିୟନ୍ତା ପିତା ଭାବରେ ଆମ୍ଭମାନଙ୍କ ପ୍ରତି ଅନୁଗ୍ରହ ପରାୟଣ ମହାପ୍ରଭୁ ଜଗନ୍ନାଥ ଏହି କ୍ଷେତ୍ରରେ ସୌମ୍ୟ ଦାରୁମୂର୍ତ୍ତିରେ ପ୍ରକାଶମାନ ହୋଇଛନ୍ତି। ଦାରୁମୟ ଶରୀରରେ ସ୍ୱୟଂ ପୂର୍ଣ୍ଣ ବ୍ରହ୍ମ ଇନ୍ଦ୍ରଦ୍ୟୁମ୍ନଙ୍କୁ ନାନାବିଧ ବର ପ୍ରଦାନ କରି କହିଛନ୍ତି, ହେ ବତ୍ସ, ଶ୍ରୀକ୍ଷେତ୍ରେ ଯେ ତାଙ୍କର ସ୍ୱରୂପ, ଏଥିରେ ଯେମିତି ତୁମର ଭେଦ ବୁଦ୍ଧି ନ ରହେ। ମୁଁ ଊର୍ଦ୍ଧ୍ୱ ବାହୁ ହୋଇ ତ୍ରିବାର ସତ୍ୟ କରି କହୁଛି ଯେ ଆତ୍ମଜ୍ଞାନ ପ୍ରାପ୍ତି ପାଇଁ ଯେପରି ଶ୍ରବଣ ଆଦି ଚତୁଷ୍ଟୟ ମୋକ୍ଷର ସାଧନ, ଠିକ୍ ସେହିପରି ଏହି ପୁରୁଷୋତ୍ତମ କ୍ଷେତ୍ରରେ ଚତୁଷ୍ଟୟ ମଧ୍ୟରେ ପ୍ରାଣତ୍ୟାଗ ମଧ୍ୟ ମୁକ୍ତିର ସାଧନ। ହେ ସୌନକ, ମହାମାଘ ଯୋଗ, ଶ୍ରୀକ୍ଷେତ୍ରବାସ ଏବଂ ମହୋଦଧିରେ ଶ୍ରାଦ୍ଧତର୍ପଣ, ଏହି ତିନି କଥା ସଂସାରରେ ଦୁର୍ଲଭ ଏବଂ ପିତୃପୁରୁଷମାନଙ୍କର ନିଶ୍ଚିତ ଭାବେ ମୋକ୍ଷଦାୟକ। ପୂର୍ବରୁ ଯେଉଁ ଅର୍ଦ୍ଧୋଦୟାଦି ଯୋଗ ବିଷୟ ମୁଁ କହିଥିଲି, ସେସବୁ ଏ ମହାମାଘ ଯୋଗର ଶତାଂଶକୁ ମଧ୍ୟ ଯୋଗ୍ୟ ନୁହେଁ।